ଭଗବତ ଗୀତାର ମୁଖ୍ୟ ତାତ୍ପର୍ଯ୍ୟ ହେଲା ଅନାଦି କାଳରୁ ଅଜ୍ଞାନବଶତଃ ସଂସାର ସାଗରରେ ପଡ଼ିଥିବା ଜୀବମାନଙ୍କୁ ପରମାତ୍ମା ପ୍ରାପ୍ତ କରାଇବା ଓ ଭଗବତ ଗୀତାର ଉପାୟ ଓ କର୍ତ୍ତବ୍ୟକୁ ମାନି ମନୁଷ୍ୟ ସାଂସାରିକ କର୍ତ୍ତବ୍ୟ କର୍ମ ଭଲ ଭାବରେ ଆଚରଣ କରିପାରିଲେ ହିଁ ପରମାତ୍ମା ପ୍ରାପ୍ତ ହୋଇପାରିବ। ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହିଲେ, ଆତ୍ମୋପମୟେନ ସର୍ବତ୍ର ସମଂ ପଶ୍ୟତି ଯୋର୍ଜୁନ ସୁଖಂ ବା ଯଦି ବା ଦୁଃଖମ ସହଯୋଗୀ ପରମୋ ମତଃ। ଅର୍ଥାତ୍, ହେ ଅର୍ଜୁନ, ଯେଉଁ ଯୋଗୀଙ୍କର ସକଳ ଭୂତରେ ଆତ୍ମଭାବ ହୋଇଥାଏ ଓ ଯେ ସମସ୍ତଙ୍କୁ ନିଜର ଦେଖନ୍ତି ଓ ସମସ୍ତଙ୍କ ସୁଖ ଦୁଃଖକୁ ନିଜର ସୁଖ ଦୁଃଖ ସମାନ ଦେଖନ୍ତି, ତାଙ୍କୁ ପରମ ଯୋଗୀ ବୋଲି ସ୍ୱୀକାର କରାଯାଏ। ଯୋ ମା ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି ତସ୍ୟ ହମ୍ ନ ପ୍ରଣଶ୍ୟାମି ସ ଚ ମେ ନ ପ୍ରଣଶ୍ୟତି।